ଜୟ ଜଗନ୍ନାଥ। କେତେକ ଫୋନ୍ କଲ୍ ମାଧ୍ୟମରେ ଯେ ଯେ ଘରର ରଙ୍ଗ କେମିତି କରିବା, ତେଣୁ ଆମେ ରଙ୍ଗ ପାଇଁ ଆଜି ଜାଣିବା ଯେ କେଉଁ ରଙ୍ଗ ଦ୍ୱାରା ଘରର ପଜିଟିଭ୍ ଏନର୍ଜି ବା ଭଲ ଊର୍ଜା କେତେ ଉରା ଆମେ ପାଉଛନ୍ତି ଜାଣିବା। ତେଣୁ ମନ ଇଚ୍ଛା ରଙ୍ଗ କଲେ ବା ବୈଦିକ ନୀତି ବାସ୍ତୁ ନୀତିରେ ଆମେ ରଙ୍ଗ କରିବା ଦ୍ୱାରା କ'ଣ ଲାଭ ଆମର ହୋଇଥାଏ। ତେଣୁ ରାଶି ଅନୁଯାୟୀ ମଧ୍ୟ ରଙ୍ଗ କରାଯାଏ, ଦିଗ ଅନୁଯାୟୀ ମଧ୍ୟ ରଙ୍ଗ କରାଯାଏ। ଯଦି ଆମେ ରାଶି ଅନୁଯାୟୀ ରଙ୍ଗ କରିବା, ସେ ରାଶିର ଲୋକ ଘର ବିକ୍ରି କରିଦେଇ ପାରିଥାନ୍ତି, ପୁଣି କିଣିବ ନୂଆ ରାଶି ଚେଞ୍ଜ ହୋଇଯିବ। କିମ୍ବା ବାପା ଯଦି କରିଥିବେ, ବାପାଙ୍କର ଦେହାନ୍ତ ପରେ ପୁତ୍ର ମଧ୍ୟ ରାଶି ଚେଞ୍ଜ ହୋଇଯିବ। ତେଣୁ ଦୁଇଟା ଆମେ ବିଚାରକୁ ନେଇକି ଆମେ ତିଆରି କରିବା ଯେ ରାଶି ଅନୁଯାୟୀ କି ରଙ୍ଗ କରିବା ଏବଂ ଦିଗ ଅନୁଯାୟୀ କି ରଙ୍ଗ କରିବା। ପ୍ରଥମତଃ ଦିଗ ଆମେ ଦେଖିବା, 8ଟି ଦିଗ ହୋଇଯାଉଛି। ଆମେ 8ଟି ଦିଗ ବିଚାର କରିବା ଏବଂ 4ଟି ଦିଗ ମଧ୍ୟ ଆମେ ବିଚାର କରିବା। ପ୍ରଥମତଃ ହେଲା ପୂର୍ବ ଦିଗର ଅଧିପତି ହେଲେ ରବି। ରବିଙ୍କର ରଙ୍ଗ ଲାଲ ପ୍ରଜ୍ୱଳିତ ଧଳା ବା କମଳା ଯୁକ୍ତ ଲାଲ। ଦକ୍ଷିଣ ପୂର୍ବ ଅଧିପତି ହେଲେ ଅଗ୍ନିଗୁଣର ଶୁକ୍ର। ଶୁକ୍ରଙ୍କର ଧଳା ସଫା ଧଳା କରଟା। ଦକ୍ଷିଣ ଦିଗର ଅଧିପତି ହେଲେ ମଙ୍ଗଳ। ମଙ୍ଗଳଙ୍କର ଲାଲ ହଳଦିଆ ନାଲି ବା ଗୋଲାପୀ କଲର। ଦକ୍ଷିଣ ପଶ୍ଚିମ ଦିଗର ନୈಋତ କୋଣର ଅଧିପତି ହେଲେ ରାହୁ। ରାହୁଙ୍କର ଧୂମ୍ରବର୍ଣ୍ଣ ବା ପାଉଁଶିଆ ବର୍ଣ୍ଣ ତାଙ୍କ ରଙ୍ଗ। ପଶ୍ଚିମ ଦିଗର ଅଧିପତି ହେଲେ ଶନି। ଶନିଙ୍କର ରଙ୍ଗ ହେଲା କଳା ପାଉଁଶିଆ ବା ନୀଳ। ଉତ୍ତର ଦିଗର ଅଧିପତି ହେଲେ ବୁଧ। ତେଣୁ ବୁଧଙ୍କର ଉତ୍ତର ପୂର୍ବ ଦିଗର ଅଧିପତି ହେଲେ ବୁଧ। ବୁଧଙ୍କର ସବୁଜ। ଉତ୍ତର ପଶ୍ଚିମ ଦିଗର ଅଧିପତି ହେଲେ ଚନ୍ଦ୍ର। ଚନ୍ଦ୍ରଙ୍କର ଘି କଲର ବା ଈଷତ୍ ଧଳା। ସେମିତି ଆସିବା ଉତ୍ତର ପୂର୍ବ ଦିଗର ଅଧିପତି ହେଲେ ବୃହସ୍ପତି। ବୃହସ୍ପତିଙ୍କର ରଙ୍ଗ ହେଲା ହଳଦିଆ କମଳା ବା ସ୍ୱର୍ଣ୍ଣଭା ଗୋଲ୍ଡ କଲର। ତେଣୁ ଆମେ ଜାଣିଲେ ଦିଗ ଅନୁଯାୟୀ। ଯଦି ରାଶି ଅନୁଯାୟୀ ଆମେ ଦେଖିବା, ତାହେଲେ ମେଷ ରାଶି। ମେଷ ରାଶିର ଅଧିପତି ହେଲେ ମଙ୍ଗଳ। ମଙ୍ଗଳଙ୍କ ରଙ୍ଗ ହେଲା ହଳଦିଆ ବା ନାଲି। ବୃଷ ରାଶିର ଅଧିପତି ହେଲେ ଶୁକ୍ର। ଶୁକ୍ରଙ୍କର ସଫା ଧଳା। ମିଥୁନ ରାଶିର ଅଧିପତି ହେଲେ ବୁଧ। ବୁଧଙ୍କର ରଙ୍ଗ ହେଲା ସବୁଜ। କର୍କଟ ରାଶିର ଅଧିପତି ହେଲେ ଚନ୍ଦ୍ର। ଚନ୍ଦ୍ରଙ୍କର ଈଷତ୍ ଧଳା ବା ଘି କଲର। ସିଂହ ରାଶିର ଅଧିପତି ହେଲେ ରବି। ରବିଙ୍କର ନାଲି କଲର। କନ୍ୟା ରାଶିର ଅଧିପତି ହେଲେ ବୁଧ, ରଙ୍ଗ ହେଲା ସବୁଜ। ତୁଳା ରାଶିର ଅଧିପତି ହେଲେ ଶୁକ୍ର। ଶୁକ୍ରଙ୍କ ପାଇଁ ସଫା ଧଳା। ବିଛା ରାଶିର ଅଧିପତି ମଙ୍ଗଳ। ସେ ମଙ୍ଗଳଙ୍କର ହଳଦିଆ ନାଲି ବା ନାଲି କଲର। ଜାଣିବା ଧନୁ ରାଶିର ଅଧିପତି ହେଲେ ବୃହସ୍ପତି। ବୃହସ୍ପତିଙ୍କ ପାଇଁ ୟେଲୋ କଲର ବା ଗୋଲ୍ଡ କଲର। ମକର ରାଶି ଅଧିପତି ଶନି। ଶନିଙ୍କ ପାଇଁ କଳା ପାଉଁଶିଆ। କୁମ୍ଭ ରାଶିର ଅଧିପତି ମଧ୍ୟ ହେଲେ ଶନି। ଶନିଙ୍କ ପାଇଁ କଳା ପାଉଁଶିଆ ଚକୋଲେଟ୍। ମୀନ ରାଶିର ଅଧିପତି ହେଲେ ବୃହସ୍ପତି। ବୃହସ୍ପତିଙ୍କର ହଳଦିଆ ବା ସ୍ୱର୍ଣ୍ଣଭା ଗୋଲ୍ଡ କଲର। ତେଣୁ ଆମେ ରଙ୍ଗ ଦୁଇ ପ୍ରକାର ବିଚାର କରାଯାଏ, ଘରର ବାହାର ପଟ, ଘରର ଭିତର ପଟ। ତେଣୁ କେଉଁ ରଙ୍ଗ କଲେ ବାହାର ପଟ ପାଇଁ ଆମକୁ ସୁବିଧା ହେବ ଏବଂ ଭିତର ପଟ ଆମେ ଲକ୍ଷ୍ୟ କରିବା। ଦିଗ ଅନୁଯାୟୀ କଲର ଆମେ ଯଦି କରିବା ହେଇପାରିବ। ଯଦି ଗୃହ ପୂର୍ବମୁଖା ଗୃହ ଅଛି, ତାହେଲେ ଧଳା ରଙ୍ଗ କଲେ
ଶୁଭଦାୟକ ହୋଇଥାଏ। ପଶ୍ଚିମ କୋଣ ଯଦି ଗୃହ ଅଛି ତାହେଲେ ନୀଳ ବା ପାଉଁଶିଆ ରଙ୍ଗ କରନ୍ତୁ। ଏଠି ବାହାର ରଙ୍ଗ କଥା ଦେଖୁଛନ୍ତି। ଉତ୍ତରମୁଖା ଗୃହ ଯଦି ଅଛି ସବୁଜ ବା ହଳଦିଆ ରଙ୍ଗ କଲେ ଶୁଭଦାୟକ ହୋଇଥାଏ। ଦକ୍ଷିଣମୁଖା ଗୃହ ଥିଲେ ନାଲି, କମଳା ବା ଗୋଲାପୀ ରଙ୍ଗ କରିବା ପାଇଁ ଘରରେ ଉର୍ଜାଟା ଠିକ୍ ଆସିଥାଏ। ଉତ୍ତର ପଶ୍ଚିମ ମୁଖା ଯଦି ଗୃହ ଅଛି ହଳଦିଆ ରଙ୍ଗ ଆପଣ କରନ୍ତୁ। ଉତ୍ତର ପଶ୍ଚିମ ମୁଖା ଗୃହ ଯଦି ଅଛି ତାହେଲେ ଈଷତ୍ ଧଳା ବା ଘି ରଙ୍ଗ ଆପଣ କରନ୍ତୁ। ଦକ୍ଷିଣ ପଶ୍ଚିମ ମୁଖା ଗୃହ ଥିଲେ ଧଳା ରଙ୍ଗ କରନ୍ତୁ। ଦକ୍ଷିଣ ପଶ୍ଚିମ ମୁଖ ଗୃହ ଥିଲେ ଧଳା ରଙ୍ଗ କରିବେ। ଧୂମ୍ରବର୍ଣ୍ଣ ବା ପାଉଁଶିଆ ରଙ୍ଗ କଲେ ବାସ୍ତୁ ପାଇଁ ଶୁଭଦାୟକ ହୋଇଥାଏ। ତେଣୁ ଗୃହକର୍ତ୍ତା ରାଶି ଅନୁଯାୟୀ ମଧ୍ୟ ଆପଣ ରଙ୍ଗ କରିପାରିବେ ଏବଂ ଦିଗ ଅନୁଯାୟୀ ମଧ୍ୟ ରଙ୍ଗ କରିପାରିବେ। କିନ୍ତୁ ଭିତର ପଟରେ ଆପଣଙ୍କର ଗ୍ରହ ଅନୁଯାୟୀ ରଙ୍ଗ କରନ୍ତୁ। ଯେ କେଉଁ ଦିଗରେ କେଉଁ ଗ୍ରହ ରହିଲେ ସେ ରଙ୍ଗ କଲେ ପଜିଟିଭ୍ ଏନର୍ଜି ସେ ଘରକୁ ଆସିଥାଏ। ସଠିକ୍ ଉର୍ଜା ଆସିଲେ ସେ ଘରରେ ସକାରାତ୍ମକ ଚିନ୍ତାଧାରା ଆସିଥାଏ। ତେଣୁ ଆପଣ ଏ ଭିଡ଼ିଓରେ ରଙ୍ଗ ବିଷୟ ଜାଣିଲେ, ଯଦି କିଛି ଜାଣିବା ପାଇଁ ଚାହାନ୍ତି ତାହେଲେ ଆମକୁ ଯୋଗାଯୋଗ କଲେ ଆମ ପରାମର୍ଶ ନିଅନ୍ତୁ। ଜୟ ଜଗନ୍ନାଥ।